ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। तबे गोटे नेशनल इंक्रीमेंट जो अछि पेंशन पाई कि सेटा आपण मानक बहुत जन जानि नथिबे कने सेरा सेंट्रल ले कि लागू हुए किंतु ओडिशा गवर्नमेंट एम्प्लॉय मानक पाई कि प्रथम थर गोटे हाईकोर्ट निर्देश दैछनी जो पाई कि आपण नेशनल इंक्रीमेंट लागिबा पई जाउची एवं आपण मानकर जो आपण जो रिटायरमेंट पूर्वरु जो आपणकर लागिबा कथा मानयंतु आपण गोटे लेट रे कि रिटायरमेंट होउचंदी किंबा आपण मानयंतु गोटे ଆପଣଙ୍କର ଯୋଉ ଇନକ୍ରିମେଣ୍ଟ ଲାଗିବାର କମ ଟାଇମ ରୁ କି ଆପଣ ଯୋଉ ରିଟାୟରମେଣ୍ଟ ହଉଛନ୍ତି ତ ସେ ପାଇଁ କି ଗଭର୍ଣମେଣ୍ଟ କଣ କରୁଛନ୍ତି କି ରିଟାୟରମେଣ୍ଟ ର କି ଆପଣଙ୍କୁ ସୁଯୋଗ ଦଉଛନ୍ତି ୱିଥ ଇନକ୍ରିମେଣ୍ଟ ଦଉଛନ୍ତି ଓକେ ତା ବିଷୟରେ ଡିଟେଲ ଜାଣିବା ପାଇଁ କି ଆପଣ ଫୁଲ ଭିଡିଓ ଦେଖନ୍ତୁ ଆପଣ ଫୁଲ ଭିଡିଓରେ ବହୁତ ଇଣ୍ଟରେଷ୍ଟିଂଲି ବହୁତ ଇନଫର୍ମେଟିଭ ଜିନିଷ ଆପଣଙ୍କୁ ସେଠି ଦେଇଛି ମୁଁ ତ ଆପଣ ଫୁଲ ଭିଡିଓ ଦେଖି ଏବଂ ସବସ୍କ୍ରାଇବ ଯଦି କରିନାହାନ୍ତି ତାହେଲେ ସବସ୍କ୍ରାଇବ ଜରୁର କରନ୍ତୁ ତେବେ ଚାଲନ୍ତୁ ଜାଣିବା ଫାର୍ଷ୍ଟ ପ୍ରୋବ୍ଲେମ ବିଷୟରେ ପ୍ରୋବ୍ଲେମ ଜାଣିଦେଲେ ଆପଣଙ୍କୁ ସଲ୍ୟୁସନ ତାପରେ ମୁଁ ବତେଇବି तो एज पर सिविल सर्विस कोड अनुसार आपण जानछन कि जदि गोटे एम्प्लॉयटा जदि इंक्रीमेंट पाया ପାଇଁ ଯାଉଛି ତାହେଲେ ତାକୁ सर्विस ରେ ରହିଥିବା ନିହାତି ଜରୁରୀ ଆପଣ ଯୋଉ मंथ रे कि आपण इंक्रीमेंट लागुची से मंथ रे आपण प्रेजेंस ରହିବା बहुत जरूरी ओके तो किंतु एटी कोन करछन प्रॉब्लम कोन थिला कि एम्प्लॉय जो माने कि रिटायर्ड होतले मान्यंतु तारो इंक्रीमेंट लागिबार थिला मान्यंतु 31 जुलाई रे कि मान्यंतु 1 अगस्त ताको इंक्रीमेंट लागिबार थिला किंतु से 31 जुलाई जाए से चाकरी करछंती तो से केसेस रे कि वन डे बिफोर जो एनुअल इंक्रीमेंट डेट पूर्वरु ही से जो मान्यंतु रिटायर्ड हो जाइछंती तो सीए जे कोन करथले कि तांकर बेनिफिट ए इंक्रीमेंट रे कि लागु नथला ओके तो ସେଇଟାରେ କି ଏଇଟାରେ କଣ ହଉଥିଲା କି ଯୋଉ ଇନକ୍ରିମେଣ୍ଟ ଗୋଟେ କଟିଲା ସେଇ ଅନୁସାରେ ଆପଣ ଦେଖିବା ପାଇଁ ଗଲେ ତାଙ୍କର ପେନସନ ଆମାଉଣ୍ଟ ବି ରିଡ୍ୟୁସ ହେଇଯାଉଥିଲା ଓକେ ତେବେ ଏଠି ଜଣେ ଫାଇଲ କଲେ କେସ୍ ଯୋଉଟା କି ଓଡିଶା ହାଇକୋର୍ଟ ର ଗୋଟେ ଜଜମେଣ୍ଟ ଆସିଥିଲା 30/7/2021 ରେ କି ଯୋଉଥିରେ କି ଗଭର୍ଣମେଣ୍ଟ ବି ତାକୁ ଆକ୍ସେପ୍ଟ କରିବା ପାଇଁ ବାଧ୍ୟ ହେଲେ ଯୋଉଟା କେସ୍ ଫାଇଲ କରିଥିଲେ ଅରୁଣ କୁମାର ବିଶ୍ୱାଳ ଯୋଉଟା କି ଆପଣଙ୍କ ଏଠି କେସ୍ ନମ୍ବର ବି ମୁଁ ଏଠି ମେନସନ କରିଛି ଯୋଉଟା କି 2020 ରେ କି ସେ କେସ୍ ଟା ଷ୍ଟାର୍ଟ ହେଇଥିଲା ସେଥିରେ କି ସିଏ ବି ମେନସନ କରିଥିଲେ କି ଯଦି ମାନିନିଅନ୍ତୁ ଗୋଟେ ଏମ୍ପ୍ଲୟୀଟା ରିଟାୟାର୍ଡ ହଉଛି 31/12/2019 ରେ କି ତାହେଲେ ସେ କେସେସ୍ ରେ କି ତାକୁ ସିଏ ଯଦି ମାନିନିଅନ୍ତୁ ରିଟାୟାର୍ଡ ହେଇଗଲା 31/12 ରେ କି ଏବଂ ତାକୁ ଇନକ୍ରିମେଣ୍ଟ ଲାଗିବାର ଥିଲା ମାନିନିଅନ୍ତୁ 1/1/2020 ରେ କି ତ ସେ କେସେସ୍ ରେ କି ତାକୁ ଇନକ୍ରିମେଣ୍ଟ ବାଦ ପଡି ଯାଉଥିଲା ଆଉ ଯାହା ପାଇଁ କି ତାର ପେନସନ ଆମାଉଣ୍ଟ ବି କମି ଯାଉଥିଲା ତ ସେ କେସେସ୍ ନେଇକି ଏଠି ଓଡିଶା ହାଇକୋର୍ଟ ଯୋଉ କଲେ ସେଥିରେ କି ଗୋଟେ ଜଜମେଣ୍ଟ ଦେଲେ କି ଆପଣ ଯଦି ଗୋଟେ ଦିନ ପୂର୍ବରୁ ଯଦି ରିଟାୟାର୍ଡ ହଉଛନ୍ତି ତାହେଲେ ସେ କେସେସ୍ ରେ ଆପଣଙ୍କୁ ମିଳିବ ଆପଣଙ୍କୁ ଫୁଲ ଇନକ୍ରିମେଣ୍ଟ ଗୋଟେ ନେଇକି ହିଁ ଆପଣ ତାପରେ ଯାଇକି ରିଟାୟାର୍ଡ ହେବେ ଓକେ ଏବଂ ଆପଣ ଯୋଉ ପେନସନ କାଲକୁଲେସନ ଟା ତା ଅନୁସାରେ ହିଁ ହବ ତ ଗଭର୍ଣମେଣ୍ଟ କୋର୍ଟ କଣ କଲେ ଡାଇରେକ୍ଟ ଦେଲେ କି ରିଫିକ୍ସେସନ ଅଫ ପେନସନ କରିବା ପାଇଁ କି ଏବଂ କନସିଡରିଂ ନ୍ୟାସନାଲ ଇନକ୍ରିମେଣ୍ଟ ଓକେ ତ ପେନସନ ରିଭିଜନ ଯୋଉ ହବ ଆପଣଙ୍କର ତ ସେଇଟାକୁ ବି କମ୍ପ୍ଲିଟ କରିବା ପାଇଁ ଅର୍ଡର ଦେଲେ କି ୱିଦିନ 3 ମନ୍ଥs ରେ କି ତାଙ୍କର ୱିଥ ନ୍ୟାସନାଲ ଇନକ୍ରିମେଣ୍ଟ ତାଙ୍କର ପେନସନ ରିଭିଜନ ହେଇଯିବା ଦରକାର तो देखिए कि गवर्नमेंट डिसीजन कौन ले ओके गवर्नमेंट से जो कोर्ट ऑर्डर को गवर्नमेंट एक्सेप्ट कले एवं कौन कले कि गोटे नेशनल इंक्रीमेंट ग्रांट कले जो माने रिटायर्ड हो जाइछंती वन डे बिफोर ओके तो तांकू केवल पेंशन कैलकुलेशन पई कि ही देले नेशनल इंक्रीमेंट पेंशन कैलकुलेशन परे आपण मानयंतु जदि आपण किछि अदर पेंशनरी या रिटायरमेंट बेनिफिट किछि ता अनुसार चाहुचनी ताले सेटा आपन मिलिबो नै ओनली पेंशन कैलकुलेशन रे कि ही नेशनल इंक्रीमेंट आपन मिलि परिबो अब आपन जे रिटायर होचनी वन डे बिफोर ताले ही आपन को ओनली मिलि परिबो किछि टर्म्स एंड कंडीशन अछि ଏବଂ ଯୋଉ रेट्रोस्पेक्टिवली ଯୋଉ ଆପଣଙ୍କର 30/7/2021 ରୁ କି ହିଁ ଏଟା କେବଳ ଲାଗୁ ହବ ଓକେ तो ଏଇ ଯୋଉ ଆମେ ଯୋଉ ଡିସ୍କସନ କଲୁ ୟାର ମାନେ କଣ ଏମ୍ପ୍ଲୟିଜ ମାନଙ୍କ ପାଇଁ କି କଣ ଲାଭ ଏଥିରେ କି ଦବ ତ ଆପଣ ଯଦି ରିଟାୟାର୍ଡ ହଉଛନ୍ତି ବିଫୋର ଇନକ୍ରିମେଣ୍ଟ ରେ କି ତାହେଲେ ଆପଣଙ୍କର ଆପଣ ପାଇଁ ଖୁସି ଖବର କି ଯେ ଆପଣଙ୍କର ପେନସନ ବି ଇନକ୍ରିଜ ହେଇଯିବ କାହିଁକି ନା ଗୋଟେ ଆପଣଙ୍କୁ ନ୍ୟାସନାଲ ଇନକ୍ରିମେଣ୍ଟ ଗୋଟେ ମିଳିବା ପାଇଁ ଯାଉଛି ଏବଂ ଇନକ୍ରିମେଣ୍ଟ ଯୋଉ ଅଛି ଆପଣଙ୍କର ଏଇଟା କାଉଣ୍ଟ କେବଳ ହବ ପେନସନ ପାଇଁ କି ତ ସେଇଟା ବି ଗୋଟେ ଭଲ ଜିନିଷ ଏବଂ ପେନସନ ବେନିଫିଟ ଯୋଉ ଆପଣଙ୍କୁ ନ୍ୟାସନାଲ ଇନକ୍ରିମେଣ୍ଟ ଦ୍ଵାରା ମିଳୁଛି ସେଇଟା ବି ଆପଣଙ୍କୁ ଫାଇନାନ୍ସିଆଲ ସିକ୍ୟୁରିଟି ବି ଦବ ଏବଂ ଯୋଉ ଆପ୍ଲାଇ କରାହଉଛି ଯୋଉ ଲାଗୁ ହଉଛି ଯୋଉ ଆପଣଙ୍କର ଏଇ ଅର୍ଡର ଟା ସେଇଟା ଆପଣ 30/7/2021 ପାଖରୁ ଲାଗୁ ହେଇଛି ତ ସେଥିପାଇଁ କି ଆପଣଙ୍କୁ ଏଇଟା ଗୋଟେ ଦବ କି ଯେ ଆପଣଙ୍କୁ ଯୋଉ ମାନିନ୍ତୁ ଆଜି ଅର୍ଡର ଟା ବାହାରିଛି 2025 ରେ କିନ୍ତୁ ଆପଣଙ୍କୁ 2021 ରୁ ସେ ଲାଗୁ କରୁଛନ୍ତି ତେଣୁ ଏଟା ବି ଆପଣଙ୍କ ପାଇଁ ଗୋଟେ ଫାଇନାନ୍ସିଆଲ ସିକ୍ୟୁରିଟି ଦବ ଏବଂ ଆପଣଙ୍କୁ ଫାଇନାନ୍ସିଆଲି ସଷ୍ଟେନ କରିବା ପାଇଁ କି ହେଲ୍ପ କରିବ ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ଲାଇକ୍ ତ ନିଶ୍ଚିତ ଭାବରେ କରନ୍ତୁ ଏବଂ କମେଣ୍ଟ ଦିଅନ୍ତୁ ଏବଂ ସଜେସନ ସେଥିରେ କି ଲେଖନ୍ତୁ ଯଦି ଆପଣଙ୍କୁ ଅଲଗା କିଛି ଭିଡିଓ ଜାଣିବାର ଅଛି ୟା ଅଲଗା କିଛି ଭିଡିଓ ଉପରେ କି ଆପଣଙ୍କୁ ଇନଫର୍ମେସନ ଦରକାର ତାହେଲେ ଆପଣ ସେଥିରେ ବି କମେଣ୍ଟ କରନ୍ତୁ ମୁଁ ନିଶ୍ଚିତ ଭାବରେ ରିପ୍ଲାଏ ଦେବି ତ ଯଦି ଭିଡିଓ ଭଲ ଲାଗିଲା ତାହେଲେ ଆପଣ ସବସ୍କ୍ରାଇବ ନିଶ୍ଚିତ ଭାବରେ କରନ୍ତୁ